ଅକ୍ଷୟ ଚକ୍ର ୟୁଟ୍ୟୁବ୍ ପକ୍ଷରୁ ଆପଣ ସମସ୍ତଙ୍କୁ ଶୁଭେଚ୍ଛା ଜ୍ଞାପନ କରୁଛି। ମୁଁ ହରେକୃଷ୍ଣ ପଣ୍ଡା, ସାଧାରଣ ସମ୍ପାଦକ, ଅକ୍ଷୟ ଚକ୍ର ଓଡ଼ିଶା। ଇତିମଧ୍ୟରେ ଅକ୍ଷୟ ଚକ୍ର ଓଡ଼ିଶା ପକ୍ଷରୁ ସାରସ୍ୱତ ତୀର୍ଥ ମାନ୍ୟତାର ଯେଉଁ ଅଭିଯାନ ଚାଲିଛି, ସେଥିରେ ପ୍ରଥମ କହିଲି ଭଦ୍ରକ ଜିଲ୍ଲାର ତାଳପଦା ଗ୍ରାମ, ଯେଉଁ କ୍ଷେତ୍ରରେ କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କର ଜନ୍ମ ଓ ସାଧନା ଥିଲା, ସେହି କ୍ଷେତ୍ରଟିକୁ ଗତ ମାସରେ ଯାଇ ଆମେ ପରିକ୍ରମା କରିବା ସହିତ ତାକୁ ସାରସ୍ୱତ ତୀର୍ଥକ୍ଷେତ୍ରର ମାନ୍ୟତା ଦେଇ ଆସିଥିଲୁ। ଏବେ ଚଳିତ ବର୍ଷ ଚଳିତ ମାସ ଏଇ ମାର୍ଚ୍ଚ 23 ତାରିଖରେ ଆମେ ଯାଇଥିଲୁ ଆଳି ବ୍ଲକ ଅନ୍ତର୍ଗତ ଏରଙ୍ଗ ନାଟରା ଗ୍ରାମକୁ। ଆଗରୁ ଜାଣିଥିଲୁ ସେଇ ଏରଙ୍ଗଠାରେ ଜନ୍ମଗ୍ରହଣ କରିଥିଲେ ନାରୀ କବି ବିଦ୍ୟୁତ୍ ପ୍ରଭା ଦେବୀ, ଯିଏକି ଓଡ଼ିଆ ସାରସ୍ୱତ ଭଣ୍ଡାରକୁ ଯେଉଁ ଅବଦାନ ଦେଇ ଯାଇଛନ୍ତି ତାହା ଅବିସ୍ମରଣୀୟ। ପାଠ୍ୟପୁସ୍ତକରେ ତାଙ୍କର କବିତାମାନ ଏବେ ବି ପିଲାମାନଙ୍କୁ ପଢ଼ାଯାଉଛି। ସେଭଳି ଜଣେ ମହିୟସୀ ମହାନ କବି ପ୍ରତିଭାକୁ ଆମେ ଏବେ ଦେଖିପାରୁନଥିଲେ ମଧ୍ୟ ତାଙ୍କର ସେହି କ୍ଷେତ୍ରଟିକୁ ଯାଇ ତାଙ୍କର ଅନୁଭୂତି ଏବଂ ସାଧନାକୁ ନିଜସ୍ୱ ଢଙ୍ଗରେ ଅନୁଭବ କରିବାର ଥିଲା ଆମର ପ୍ରୟାସ। ତେବେ ସେଠାରେ ଯାଇ ଆମେ ସେହି କ୍ଷେତ୍ରରେ ନାରୀ କବି ବିଦ୍ୟୁତ୍ ପ୍ରଭା ଦେବୀ ଯେଉଁଠାରେ ବାସ କରୁଥିଲେ, ଯେଉଁଠାରେ ଥିଲା ତାଙ୍କର ପ୍ରତିମୂର୍ତ୍ତି, ଯେଉଁଠାରେ ଥିଲା ତାଙ୍କର ସମାଧିପୀଠ, ଯେଉଁଠାରେ ଥିଲା ତାଙ୍କ ନାମରେ ନାମିତ ବିଦ୍ୟୁତ୍ ପ୍ରଭା ସାହିତ୍ୟ ସଂସଦ ଗୃହ, ସେଇଠାରେ ଆମେ ପହଞ୍ଚିଥିଲୁ। ଅକ୍ଷୟ ଚକ୍ର ସଦସ୍ୟ ଓ କର୍ମକର୍ତ୍ତାମାନେ ଆମେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ। ତେବେ ତାଙ୍କର ପ୍ରତିମୂର୍ତ୍ତିଟିକୁ ପୁଷ୍ପମାଲ୍ୟ ଦେଇ ଏବଂ ସେଠିକାର ବିଦ୍ୟୁତ୍ ପ୍ରଭା ସାରସ୍ୱତ ସଂସଦର ସଦସ୍ୟ, ସଭାପତି ଏବଂ ସମ୍ପାଦକ ଏବଂ ତାଙ୍କର ଭୂମିକନ୍ୟା ମୁଖପତ୍ରର ସମ୍ପାଦକ ସମସ୍ତଙ୍କ ଗହଣରେ ଆମେ ପୁଷ୍ପମାଲ୍ୟ ଦେଇଥିଲୁ ଏବଂ ସେଠାରେ ଆମେ ଅକ୍ଷୟ ଚକ୍ରରେ ଏକ ଫଳକ ସାରସ୍ୱତ ତୀର୍ଥଭୂମି ଏରଙ୍ଗ ନାଟରା ନାରୀ କବି ବିଦ୍ୟୁତ୍ ପ୍ରଭା ଦେବୀଙ୍କ ସାଧନା ପୀଠ ବୋଲି ଏକ ଫଳକ ଉନ୍ମୋଚନ କରିଥିଲୁ। ତେବେ ଆସନ୍ତୁ ଜାଣିବା ନାରୀ କବି ବିଦ୍ୟୁତ୍ ପ୍ରଭାଙ୍କ ଉପରେ। ଉତ୍ତର ଆଧୁନିକ ଓଡ଼ିଆ ସାହିତ୍ୟ ଓ ବିସ୍ମୟ କାବ୍ୟ ପ୍ରତିଭା ନାରୀ କବି ବିଦ୍ୟୁତ୍ ପ୍ରଭା ଦେବୀଙ୍କ ସ୍ମୃତି ଓ କୃତିର ସୁରକ୍ଷା ନିମନ୍ତେ ଏରଙ୍ଗ ନାଟରାଠାରେ ଥିବା ତାଙ୍କ ଜନ୍ମ ଓ ସାଧନା ପୀଠକୁ ଅକ୍ଷୟ ଚକ୍ର ପକ୍ଷରୁ ସାରସ୍ୱତ ତୀର୍ଥର ମାନ୍ୟତା ପ୍ରଦାନ କରାଯାଇଛି। ଏଠାରେ ଅକ୍ଷୟ ଚକ୍ର ଓ ବିଦ୍ୟୁତ୍ ପ୍ରଭା ସାହିତ୍ୟ ସଂସଦର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏକ ସମାରୋହରେ ସମ୍ପାଦକ ହରେକୃଷ୍ଣ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସାରସ୍ୱତ ତୀର୍ଥ ଫଳକଟିକୁ ଉନ୍ମୋଚନ ପୂର୍ବକ ସେହି କ୍ଷେତ୍ରଟିକୁ ସାରସ୍ୱତ ତୀର୍ଥକ୍ଷେତ୍ର ଭାବେ ଘୋଷଣା କରିଥିଲେ। ଶ୍ରୀ ପଣ୍ଡା ତାଙ୍କ ଉଦ୍ବୋଧନରେ ନାରୀ କବି ବିଦ୍ୟୁତ୍ ପ୍ରଭାଙ୍କ ବୈଶିଷ୍ଟ୍ୟତା ସମ୍ପର୍କରେ ସୂଚନା ଦେଇ କହିଲେ ଯେ ରୋମାଣ୍ଟିକ୍ କବି ୱାର୍ଡ଼ସ୍ୱାର୍ଥଙ୍କ ପରି ପ୍ରକୃତି ଓ ଗ୍ରାମୀଣ ଅନୁଭୂତି ସହ ନିବିଡ଼ ଯୋଗସୂତ୍ର ରକ୍ଷା କରି ସେ ତାଙ୍କ ଅନ୍ତରର ନିଭୃତତମ ପ୍ରଦେଶରୁ କବିତା ଗୁଡ଼ିକୁ ସୃଷ୍ଟି କରିଥିଲେ। କିଏ? ନାରୀ କବି ବିଦ୍ୟୁତ୍ ପ୍ରଭା ଦେବୀ। ପଲ୍ଲୀକବି ନନ୍ଦକିଶୋର ବଳଙ୍କ କବିତା ତାଙ୍କ ପ୍ରାଣକୁ ଆପ୍ଲୁତ କରିଥିଲା। ସେଥିରେ ଅନୁପ୍ରାଣିତ ହୋଇ ପଲ୍ଲୀ ପ୍ରୀତିର ଉତ୍କର୍ଷତା ତାଙ୍କ ଲେଖନୀ ମାଧ୍ୟମରେ ପ୍ରତିପାଦନ କରି ଯାଇଛନ୍ତି। ଉତ୍କଳ ସାରସ୍ୱତ ଭଣ୍ଡାରକୁ କବିଙ୍କ ସୃଷ୍ଟି ସୁଆରୀ ଡାକ, ଘାଟେ ତରୁଣୀ, ମଶାଣୀ ସ୍ମୃତି, କଲିକତା କୁଲି, ପଲ୍ଲୀ ଓ ନଗର, ଶରତ କୁଆଁର ପୁନିଅ, ପ୍ରଥମାଷ୍ଟମୀ, ସନ୍ଧ୍ୟାଶ୍ରୀ, ନିଧିମଳିକ, ମାଟିକୁଡ଼ିଆ, ଝରାଶିଉଳି, ଖଦ୍ୟୋତିକା, ମାଟିଦୀପ ଆଦି ଅନବଦ୍ୟ ଅବଦାନ।
ঊନବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ରାଧାନାଥ ସାହିତ୍ୟ ଓଡ଼ିଆ ମାଟିରେ ନବଜାଗରଣ ସୃଷ୍ଟି କରିଥିଲା। ସେଥିରେ ବହୁ କବି ସେମାନେ ଅତୀତର ସେଇ ରୀତିଯୁଗୀୟ କାବ୍ୟକୁ ଛାଡ଼ି ସେମାନେ ଏକ ନୂତନ ଆଦର୍ଶରେ ଅନୁପ୍ରାଣିତ ହୋଇଥିଲେ। ନାରୀ କବି ବିଦ୍ୟୁତ୍ ପ୍ରଭା ସେହି ଚେତନାର ବାର୍ତ୍ତାବହ ଭାବେ ପରପିଢ଼ିର ଦିଗ୍ଦର୍ଶକ କହିଲେ ଅତ୍ୟୁକ୍ତି ହେବ ନାହିଁ। ଏଭଳି ଜଣେ ପ୍ରତିଭାଧରଙ୍କ କୃତି ଏଯାବତ୍ ଅନାଲୋଚିତ ହୋଇ ରହିଥିବା ଲୋକଲୋଚନକୁ ନ ଆସିବା ଦିଗରେ ଆମେମାନେ ବହୁ ପରିମାଣରେ ଦୁଃଖ ଅନୁଭବ କରୁଛୁ। ଏଥିପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀକୁ ଆମେ ଦାୟୀ କରିବାକୁ ଚାହୁଁଛୁ, କାରଣ ତାଙ୍କ ପ୍ରତି ଅବହେଳା ପ୍ରଦର୍ଶନ କରିଥିବା ଏକାଡେମୀର କାର୍ଯ୍ୟ ଯାହା ଆମକୁ ଦୁଃଖ ଦେଇଥିଲା। ସାହିତ୍ୟ ଏକାଡେମୀ ହୁଏତ ତାଙ୍କର ସ୍ମୃତି ଓ କୃତିର ପରିପ୍ରସାର ଘଟାଇ ପାରିଥାନ୍ତା। ତାଙ୍କର ବହୁ କାବ୍ୟ ଏବେ ବି ମଧ୍ୟ ପ୍ରକାଶ ଅପେକ୍ଷାରେ ରହିଛି। ତାଙ୍କର କାବ୍ୟ କବିତା ଗୁଡ଼ିକର ପୁଙ୍ଖାନୁପୁଙ୍ଖ ଆଲୋଚନା ହେବାର ଆବଶ୍ୟକତା ଥିଲାବେଳେ ତାକୁ କିଏ ପରିପ୍ରସାର ଘଟାଇବ, ତାହା ହେଉଛି ପ୍ରଶ୍ନବାଚୀ। ସେଥିପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ଅଛି। ସେଥିପାଇଁ ବିଦ୍ୟୁତ୍ ପ୍ରଭା ସାହିତ୍ୟ ସଂସଦ ରହିଛି, ଯାହାକୁ ସାହିତ୍ୟ ଏକାଡେମୀ ସଂସ୍କୃତି ବିଭାଗ ପ୍ରୋତ୍ସାହନ ଦେଲେ ସେମାନେ ହୁଏତ ଏହା କରିପାରନ୍ତେ। କିନ୍ତୁ ଓଡ଼ିଆ ଅସ୍ମିତା କହି ଆମେ କାନ୍ଦୁଥିବା ବେଳେ ଆମର ସେଇ ସାରସ୍ୱତ ସାଧିକା ଯିଏ ହେଉଛନ୍ତି ଆମ ସମାଜର ଦିଗ୍ଦର୍ଶିକା, ଆମକୁ ବାଟ ଦେଖାଇ ଯାଇଛନ୍ତି, ଆମ ପାଇଁ ପ୍ରେରଣା ସୃଷ୍ଟି କରି ଯାଇଛନ୍ତି, ସେମାନଙ୍କ ପାଇଁ ସରକାର ବହୁତ ଭାବରେ କୁଣ୍ଠିତ ସେଭଳି ଏକ କୃତିତ୍ୱର ପରିପ୍ରସାର ଘଟାଇବା ପାଇଁ। ତେବେ ଅକ୍ଷୟ ଚକ୍ର ତାର ସ୍ୱାଧୀନ ଅଧିକାର ନେଇ ଏଭଳି କ୍ଷେତ୍ରଗୁଡ଼ିକୁ ଚିହ୍ନେଇବା ଏବଂ ସେ ସମ୍ପର୍କରେ କିଛି ଗବେଷଣା କରିବା ହେଉଛି ଲକ୍ଷ୍ୟ। ତେବେ ସାମାନ୍ୟ ଯେତିକି ଗବେଷଣା କରାଯାଇଛି ସେଥିରୁ ଅନୁମେୟ ନାରୀ କବି ବିଦ୍ୟୁତ୍ ପ୍ରଭା ଦେବୀ ଏକ ଯୁଗର ଦିଗ୍ଦର୍ଶକ ଥିଲେ ଏବଂ ମହାନ କାବ୍ୟ ପ୍ରତିଭା ଥିଲେ। ବିସ୍ମୟ କାବ୍ୟ ପ୍ରତିଭା ଭାବେ କୁହାଯାଇପାରେ। ସେଭଳି ବ୍ୟକ୍ତିର ସାହିତ୍ୟ କୃତିକୁ ଆଲୋଚନା କରିବାର ସମୟ ଏବେ ଆସିଯାଇଛି। ତା ନହେଲେ ଆଧୁନିକ ଓଡ଼ିଆ କବିତାର ନାମ ଧାରଣ କରି ଏବେ ଯେଉଁଭଳି ଭାବରେ କବିତା ଗୁଡ଼ିକ ରଚନା ହୋଇ ଚାଲିଛି, ତା ଦେହରୁ ଅଧିକାଂଶ କବିତା ବୋଧଗମ୍ୟ, ପାଠ୍ୟସୁଖ ପ୍ରଦାନ କରିପାରୁନଥିବା କୁହାଯାଇପାରେ। ତେବେ ଏଇ ସାହିତ୍ୟ ସଂସଦର ମୁଖପତ୍ର ଭୂମିକନ୍ୟା, ତାହାର ସମ୍ପାଦକ ଜଣେ ସୁଯୋଗ୍ୟ ପ୍ରଧାନ ଶିକ୍ଷକ, ଶିକ୍ଷାଦାନ କରନ୍ତି ଏବଂ ସମାଜ ପାଇଁ କିଛି ଚିନ୍ତା କରନ୍ତି, ସେଭଳି ଲୋକ ହେଉଛି ସଞ୍ଜୟ କୁମାର ସାମଲ। ସେ ବୃତ୍ତିରେ ଜଣେ ଶିକ୍ଷକ ହେଲେ ବି ସୁଦ୍ଧା ସଂସ୍କୃତିକୁ ସେ ମଧ୍ୟ ଜାବୁଡ଼ି ଧରିଛନ୍ତି। ସେ ଜଣେ ଅତ୍ୟନ୍ତ ସଂସ୍କୃତି ପ୍ରେମୀ ବ୍ୟକ୍ତି। ସେ ତାଙ୍କର ସହାୟତାରେ ସେଇ ସଂସଦ ଆଜି ଏଭଳି ଏକ ମୁଣ୍ଡ ଟେକିବା ଅବସ୍ଥାରେ ଥିବା ଜଣାପଡ଼େ। ବିଦ୍ୟୁତ୍ ପ୍ରଭା ସାହିତ୍ୟ ସଂସଦର ସଭାପତି ଜଣେ ବୟୋଜ୍ୟେଷ୍ଠ ବରିଷ୍ଠ ଜଣେ ଇଂରାଜୀ ପ୍ରଫେସର ରଜନୀକାନ୍ତ ଦାସ ସେ ଏହି ଆଲୋଚନା ଚକ୍ରରେ ସଭାପତିତ୍ୱ କରିଥିଲେ। ସଂସଦର ସମ୍ପାଦକ ପୁରୁଷୋତ୍ତମ ପଲାଇ, ଯିଏକି ଜଣେ ଜନପ୍ରତିନିଧି, ଜଣେ ସାହିତ୍ୟ ପ୍ରେମୀ, ଜଣେ ସଂସ୍କୃତି ସଂଗଠକ, ଯିଏକି ସୁନାମଧନ୍ୟ ଦୀର୍ଘ ଦିନରୁ ସାଂଗଠନିକ ପରାକାଷ୍ଠା ପ୍ରତିପାଦନ କରି ଆସିଛନ୍ତି, ସେ ପୁରୁଷୋତ୍ତମ ପଲାଇ ତାଙ୍କ ସ୍ମୃତି ରକ୍ଷା ଦିଗରେ କେବଳ ଏଯାବତ୍ ଏହି ସାହିତ୍ୟ ସଂସଦ କାର୍ଯ୍ୟ କରି ଚାଲିଥିବା ସୂଚନା ଦେଇଥିଲେ ଏବଂ ସାଧାରଣ ଲୋକଙ୍କର ସହଯୋଗିତା ସାହିତ୍ୟ ପ୍ରତି ସେଠି ନାହିଁ କି ସାରା ଓଡ଼ିଶାରେ କେଉଁଠି ହେଲେ ଦେଖାଯାଏ ନାହିଁ। ତେବେ ସାରସ୍ୱତ ତୀର୍ଥ ଯେଉଁ ଘୋଷଣା କରାଗଲା ଅକ୍ଷୟ ଚକ୍ର ପକ୍ଷରୁ, ତାକୁ ଅତି ଆଦରର ସହ ସମର୍ଥନ ଜଣାଇଥିଲେ ତାଙ୍କର ସମ୍ପାଦକ ପୁରୁଷୋତ୍ତମ ପଲାଇ। ଅକ୍ଷୟ ଚକ୍ର କର୍ମକର୍ତ୍ତା ତଥା
ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଗୌରାଙ୍ଗ ଚରଣ ସ୍ୱାଇଁ, ଯିଏକି ବରୁଣେଶ୍ୱର କ୍ଷେତ୍ର ମକର ମିଳନର ଜଣେ ଆୟୋଜକ, ଜଣେ କର୍ଣ୍ଣଧାର। ସେ ସାହିତ୍ୟ କୃତି ଉପରେ ତାଙ୍କ ଜୀବନର ଆଲେଖ୍ୟକୁ ସେଠାରେ ସେ ଆଲୋକପାତ କରିଥିଲେ। ଏହି ଅବସରରେ ଶିକ୍ଷାବିତ ମନୋରଞ୍ଜନ ଧଳ ଅଖିଳ ଚକ୍ରର ସଂଗଠକ, ସେ ସେଠାରେ ଅଖିଳ ଚକ୍ରର ଆଭିମୁଖ୍ୟ ସମ୍ପର୍କରେ କହିବା ସହିତ ସେ ନାରୀ କବିଙ୍କ ଉପରେ ଆଲୋଚନା କରିଥିଲେ। ତେବେ ଏହି ଆସରରେ ଉପସ୍ଥିତ ଥିବା କବି ସନ୍ତୋଷ ବେଉରିଆଙ୍କ ବକ୍ତବ୍ୟ ସମସ୍ତଙ୍କୁ ବେଶ ଆନନ୍ଦ ଦେଇଥିଲା ଏବଂ ସେ ଏହି ଅନୁଷ୍ଠାନର ଗାରିମା ଏବଂ ମହତ୍ଵ ସମ୍ପର୍କରେ ବର୍ଣ୍ଣନା କରିଥିଲେ। ଲେଖକ ଶରତ କୁମାର ନାୟକ, ଯିଏକି ଅଖିଳ ଚକ୍ର ଅନୁଷ୍ଠାନର ଜଣେ ସର୍ବପୁରାତନ ସଦସ୍ୟ, ଯିଏକି ନାରୀ କବି ନିର୍ମଳା ଦେବୀଙ୍କର ସ୍ମୃତି ରକ୍ଷା ନିମନ୍ତେ ଥରେ ଦିନେ ଉଦ୍ୟମ ଚଳାଇଥିଲେ, ସେଭଳି ଜଣେ ମହାନ ବ୍ୟକ୍ତିତ୍ୱ ଏଠାରେ ନାରୀ କବି ବିଦ୍ୟୁତ୍ ପ୍ରଭା ଦେବୀଙ୍କ ଉପରେ ଆଲୋକପାତ କରିଥିଲେ। ଅନ୍ୟତମ ସଦସ୍ୟ ଲୋତକବିନ୍ଦୁ ଦାସ ଏବଂ ଆମ ଗହଣରେ ଉପସ୍ଥିତ ଥିବା ଅଖିଳ ଚକ୍ର ଅନୁଷ୍ଠାନର ପୁରୋଧା ଅଭୟ ଖୁଣ୍ଟିଆ ଏବଂ ସ୍ଥାନୀୟ ସାରସ୍ୱତ ପ୍ରେମୀ ନମିତା ସାମଲ, ବ୍ରହ୍ମାନନ୍ଦ ମଲ୍ଲିକ, ଉପସଭାପତି ସରୋଜକାନ୍ତ ସାହୁ, ବିବେକ ରଞ୍ଜନ ରାୟ, ପ୍ରଭାକର ପାତ୍ର, ଅରୁଣ କୁମାର ସାମଲ, ଯିଏକି ଜଣେ ଯୁବ ସଂଗଠକ, ଅଜୟ କୁମାର ମଲ୍ଲିକ ଶିକ୍ଷା ଓ ସଂସ୍କୃତି ସହିତ ସେ ଜଡ଼ିତ ପ୍ରମୁଖ ନାରୀ କବିଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ସେ ଅଖିଳ ଚକ୍ର ସାରସ୍ୱତ ତୀର୍ଥ ଅଭିଯାନକୁ ସର୍ବାନ୍ତକରଣରେ ସମର୍ଥନ ଜ୍ଞାପନ କରିଥିଲେ। ଏହି ଅନୁଷ୍ଠାନର ପ୍ରତିଷ୍ଠାତା ନେତ୍ରାନନ୍ଦ ଦାସଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏଠାରେ ଥିବା ତାଙ୍କର ଏକ ବିରାଟକାୟ ଫଟୋଚିତ୍ରରେ ମୁଖ୍ୟ ଅତିଥି ଅଖିଳ ଚକ୍ରର ପ୍ରତିଷ୍ଠାତା ସମ୍ପାଦକ ହରେକୃଷ୍ଣ ପଣ୍ଡା ପୁଷ୍ପମାଲ୍ୟ ଦେବା ସହିତ ପ୍ରଦୀପ ପ୍ରଜ୍ୱଳନ କରିଥିଲେ। ଅନୁଷ୍ଠାନର ସମ୍ପାଦକ ପୁରୁଷୋତ୍ତମ ପଲାଇଙ୍କୁ ତାଙ୍କର ସାଂଗଠନିକ ଦକ୍ଷତା ଓ ପରାକାଷ୍ଠା ପାଇଁ ଅଖିଳ ଚକ୍ର ପକ୍ଷରୁ ଶ୍ରୀଯୁକ୍ତ ଅଭୟ ଖୁଣ୍ଟିଆ ତାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ଏବଂ ନାରୀ କବି ବିଦ୍ୟୁତ୍ ପ୍ରଭାଙ୍କର ଏଭଳି କାର୍ଯ୍ୟକ୍ରମକୁ ଆହୁରି ଆଗେଇ ନେବା ପାଇଁ ଏବଂ ଏହାକୁ ପ୍ରସାରିତ କରିବା ପାଇଁ ଏବଂ ତାଙ୍କର ଅନାଲୋଚିତ କୃତିକୁ ଲୋକ ସମ୍ମୁଖକୁ ଆଣିବା ପାଇଁ ସମସ୍ତେ ଏକ ମନ ଏକ ପ୍ରାଣରେ ସେମାନେ କହିଥିଲେ। ବଟଗୋଷ୍ଠ ପଣ୍ଡା ଶେଷରେ ସଭିଙ୍କୁ ଅତି ମାର୍ମିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ସମସ୍ତେ ସେ କ୍ଷେତ୍ରରେ ଉପସ୍ଥିତ ହୋଇ ଏବଂ ସେ ଅଞ୍ଚଳ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଅଖିଳ ଚକ୍ର ଅନୁଷ୍ଠାନକୁ କର୍ମକର୍ତ୍ତାମାନଙ୍କୁ ଯେଭଳି ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଜଣାଇଲେ, ତାହା ଏକ ସ୍ମୃତି ହୋଇ ଆମମାନଙ୍କ ମନରେ ସବୁଦିନ ପାଇଁ ରହିଗଲା।